ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କିଛି ନା କିଛି ତ ଶିଖିବାକୁ ନିଶ୍ଚୟ ମିଳିବ। ଭିଡ଼ିଓ ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ନିଜ ପରିଚୟ ନିଜେ ସୃଷ୍ଟି କରିବା ଉଚିତ। କାହାର ଗୁଡାଣିଆ ହୋଇ ଅବା କାହାକୁ ତେଲ ମାରି କିମ୍ବା କାହାକୁ ଆବଶ୍ୟକତା ଠାରୁ ଅଧିକ ପ୍ରଶଂସା କରିବା ଉଚିତ ନୁହେଁ। ଦୁନିଆରେ ତ ବଞ୍ଚିବାକୁ ଅଛି, ସେଥିପାଇଁ କେବେ କାହାକୁ ନିଜ ମନର କଥା କିମ୍ବା ସମାଜ ଆଗରେ କେବେ ବି କହିବନି ଅଭାବରେ ଅଛି ବୋଲି। ପଡ଼ୋଶୀ ଆଗରେ ନିଜ ଘରର ଗୁମର କଥା କହିବ ନାହିଁ। କେତେ ଧନବଳ ତୁମ ପାଖରେ ଅଛି ବନ୍ଧୁକୁ କହିବ ନାହିଁ। ମା ଆଗରେ କହିବନି ସ୍ତ୍ରୀର ଦୁର୍ବଳତା ବା ଦୁର୍ଗୁଣତା। ଶତ୍ରୁ ଆଗରେ କହିବନି ନିଜର ଦୁର୍ବଳତା। ବାପା ଆଗରେ କହିବନି ନିଜ ପରାଜୟ କଥା। ଟଙ୍କାର ବିଭିନ୍ନ ନାମ ଥାଏ। ଭିକାରୀକୁ ଦେଲେ ଭିକ, ଗରିବକୁ ଦେଲେ ସାହାଯ୍ୟ, ଦୋକାନୀକୁ ଦେଲେ ମୂଲ୍ୟ, କର୍ମଚାରୀଙ୍କୁ ଦେଲେ ଦରମା, ଅଫିସରଙ୍କୁ ଦେଲେ ଲାଞ୍ଚ, ନେତାମାନଙ୍କୁ ଦେଲେ ପିସି, ବରକନ୍ୟାକୁ ଦେଲେ ଉପହାର, ଅନୁଷ୍ଠାନକୁ ଦେଲେ ଚାନ୍ଦା, ବ୍ରାହ୍ମଣଙ୍କୁ ଦେଲେ ଦକ୍ଷିଣା। ବାହାର ଦୁନିଆରେ ଯାହା ଦିଶୁଛି ତାହା ଜୀବନ ନୁହେଁ। ନିଜ ଘରର ପରିସ୍ଥିତି ଅନୁଯାୟୀ ବଞ୍ଚିବା, ତାକୁ ଜୀବନ କୁହାଯାଏ। କେବେ ବି ନିଜକୁ ଅନ୍ୟ ସହିତ ତୁଳନା କରନ୍ତୁ ନାହିଁ। ନିଜ ହିସାବରେ ବଞ୍ଚିବା ଶିଖନ୍ତୁ। ଏହା କିନ୍ତୁ ସମ୍ଭବ ଯେ ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୈଳୀକୁ ବଦଳାଇ ଦେଇପାରେ। ଯେବେ ବି ଆପଣଙ୍କ ଜୀବନରେ ଚାରିଦିଗ ଅନ୍ଧାର ଦିଶୁଥାଏ, ତେବେ ଇଆଡ଼େ ସିଆଡ଼େ ଯିବା ଛାଡ଼ି ସିଧା ଭଗବାନଙ୍କ ପାଖକୁ ଯାଆନ୍ତୁ। ଭଗବାନଙ୍କ ପାଖରେ ବସି ସମସ୍ତ ଦୁଃଖ କହିକି ଜଣାନ୍ତୁ। ଭଗବାନଙ୍କ ପାଖରେ ବସିଲେ, ତାଙ୍କ ଦ୍ୱାରକୁ ଗଲେ, କାହିଁକିନା ଏହା ସେହି ଦ୍ୱାର ଯେଉଁଠାରେ ସବୁ ଦ୍ୱାର ବନ୍ଦ ହୋଇଗଲେ ଭଗବାନଙ୍କ ଦ୍ୱାର ହିଁ ଖୋଲା ହୋଇଥାଏ। ଏଠାରେ ସମସ୍ତଙ୍କ କଥା ଶୁଣାଯାଏ। ଦୁନିଆର ଲୋକଙ୍କୁ କାନ୍ଦି କାନ୍ଦି ଚିଲେଇ ଚିଲେଇ ଯେତେ ବି ଆପଣଙ୍କ ଦୁଃଖ କୁହନ୍ତୁ ନା କାହିଁକି, ତାଙ୍କୁ କିଛି ବି ଫରକ ପଡ଼ିନଥାଏ। ଯେଉଁ ଦୁଃଖ ଆପଣଙ୍କ ତାଙ୍କ ଆଗରେ କହିଥାନ୍ତି, ସେହି କଥାକୁ ସେମାନେ ଆଉ 10 ଜଣଙ୍କ ଆଗରେ କହି ଆପଣଙ୍କ ପରିହାସର ପାତ୍ର ଆପଣଙ୍କୁ ସଜାଇ ଦିଅନ୍ତି। ସେଥିପାଇଁ କେବେ ବି କାହାର ପାଖକୁ ଯାଇ ନିଜର ମନର କଥା କେବେ ବି କୁହନ୍ତୁ ନାହିଁ। ସେଥିପାଇଁ ତ କୁହାଯାଏ, ନିଜ ଦୁଃଖ ହିଁ ନିଜର। ସବୁ ଦୁଃଖ ଯାଇ ଭଗବାନଙ୍କ ପାଖରେ ଜଣାନ୍ତୁ। ସେ ଆପଣଙ୍କ ଦୁଃଖ ବହୁତ ମନ ଦେଇ ଶୁଣିବେ ଓ ଆପଣଙ୍କ ଦୁଃଖର ସମାଧାନ ମଧ୍ୟ କିଛି ନା କିଛି ମାଧ୍ୟମରେ ନିଶ୍ଚୟ ଜଣାଇବେ। ଚାଲନ୍ତୁ ଏବେ କେତେକ ସୁନ୍ଦର ଟିପ୍ସ ଶୁଣିବା। ପିଆଜ ରସ ଶୁଙ୍ଘିଲେ ନିଦ ହୁଏ। ପିଆଜ ଭାଜି ଓ ପୋଡ଼ି ଗୋଟା କେତେ ଖାଇଲେ ରକ୍ତ ପରିଷ୍କାର ଓ କୋଷ୍ଠ ପରିଷ୍କାର ହୁଏ ଏବଂ ରାତ୍ରରେ ଅଧିକ ନିଦ ହୋଇଥାଏ। ସୁନୁସୁନିଆ ଶାଗ ଖରଡ଼ି ଖାଇଲେ ଅନିଦ୍ରା ରୋଗରୁ ମୁକ୍ତି ମିଳେ। ବେଶୀ ଖାଇଲେ ଅମ ଧରିବ। 5ଟି ମଧୁ, ମୁଥା, ସୈନ୍ଧବ, ଅଙ୍କରାନ୍ତୀ ଫୁଲ ଏକତ୍ର କାଠ କରି ଶୁଙ୍ଘିବ। ଏପରି କଲେ ନିଦ୍ରା ଲାଗେ। ମରିଚ, ମହୁ, ଶୁଣ୍ଠି ଏକତ୍ର ବାଟି ଶୁଙ୍ଘିଲେ ଅନିଦ୍ରା ରୋଗରୁ ନିରାକରଣ ମିଳିଥାଏ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଡ଼ ଧୋଇ ଭଲ ଭାବରେ ଗାମୁଛାରେ ପୋଛି ଫୁଟା ସୋରିଷ ତେଲ ତଳିପାଦରେ ଘଷି ଶୋଇଲେ ସୁନିଦ୍ରା ହୁଏ। କଞ୍ଚା ଲାଲ ପିଆଜକୁ ଲିଭିଲା ନିଆଁରେ ପୋଡ଼ି ସେଥିରୁ 4 ଚାମଚ ରସ ବାହାର କରି ପିଇଲେ ଉତ୍ତମ ନିଦ୍ରା ହୋଇଥାଏ। ପିଆଜକୁ ଚୋବେଇ ଚୋବେଇ ଖୋଇ ନାକରେ 2 ଟୋପା ପିଆଜ ରସ ପକାଇଲେ ଭଲ ନିଦ୍ରା ହୋଇଥାଏ। ପିଆଜକୁ ଚୋବେଇ ଚୋବେଇ ଖାଇ ନାକରେ 2 ଟୋପା ପିଆଜ ରସ ପକାଇ ଦେଲେ ଭଲ ନିଦ୍ରା ହୋଇଥାଏ।
ପଞ୍ଚଦେବତା ଶ୍ରୀ ଗଣେଶ, ଶ୍ରୀମନ୍ନାରାୟଣ, ଶ୍ରୀ ଶିବ, ମା ଦୁର୍ଗା, ଶ୍ରୀମନ୍ ସୂର୍ଯ୍ୟନାରାୟଣଙ୍କୁ ସ୍ମରଣ କରି ସଭକ୍ତିପୂର୍ବକ ପ୍ରଣାମ କରି ନିଦ୍ରା ଗଲେ ସୁନିଦ୍ରା ହୋଇଥାଏ। କ୍ଷୀର ଯେତେ କମ୍ ଦାମ ହେଉଥାଉ ନା କାହିଁକି ସେ ତୁମର କ୍ଷତି ନୁହଁ ବରଂ ଉପକାର କରିଥାଏ। କିନ୍ତୁ ମଦ ଯେତେ ଦାମ ହେଲେ ମଧ୍ୟ ସେ ତୁମର ଉପକାର ନୁହଁ ବରଂ କ୍ଷତି ହିଁ କରିଥାଏ। ସେହିପରି କିଛି ମଣିଷ ଅଛନ୍ତି ତାଙ୍କୁ ଯେତେ ସ୍ନେହ, ଶ୍ରଦ୍ଧା, ଭଲ ପାଇବା, ସମ୍ମାନ ଏବଂ ଗୁରୁତ୍ୱ ଦେଲେ ମଧ୍ୟ ସେ ତୁମର ଉପକାର ତ କରିବେ ନାହିଁ ବରଂ କ୍ଷତି କରି ଚାଲିବେ। ଆଉ କିଛି ମଣିଷ ଏମିତି ଅଛନ୍ତି ତୁମେ ତାଙ୍କୁ ସ୍ନେହ, ଶ୍ରଦ୍ଧା, ଭଲ ପାଇବା, ସମ୍ମାନ ଓ ଗୁରୁତ୍ୱ ନ ଦେଲେ ମଧ୍ୟ ସେ ତୁମର କ୍ଷତି କରିବାର ନାଁ ଧରିବେ ନାହିଁ ବରଂ ସେ ତୁମର ଉପକାର କରିବେ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି ଓଁ ସାଇରାମ, ଜୟ ସାଇରାମ।